ନମସ୍କାର। ଓଡ଼ିଶା ପାଠଶାଳା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆମେ ପୂର୍ବ କ୍ଲାସରେ କ'ଣ ପଢ଼ିଥିଲେ? ଚର୍ଯା ସାହିତ୍ୟ ବିଷୟରେ ଷ୍ଟାର୍ଟ କରିଥିଲେ। ଫାଷ୍ଟ କ୍ଲାସ୍ ଆମେ ଚର୍ଯା ସାହିତ୍ୟ ବିଷୟରେ ଷ୍ଟାର୍ଟ କରିଥିଲେ। ଆଉ ସେଇ କ୍ଲାସ୍ଟି ଯଦି ଆପଣମାନେ ଦେଖିନାହାନ୍ତି ତାହେଲେ ମୋ ଚ୍ୟାନେଲକୁ ଯାଇକି ଦେଖିପାରିବେ। ସେଠି ଅପଲୋଡ଼ ହେଇସାରିଛି। ଆଜି ପଢ଼ିବା ଚର୍ଯା ସାହିତ୍ୟରେ ଆମ ସିଲାବସରେ କ'ଣ ଅଛି? ଚର୍ଯା ସାହିତ୍ୟ ବିଷୟରେ ଅଛି। ଆଉ ଚର୍ଯା ସାହିତ୍ୟରେ ଆମେ ପଢ଼ିଥିଲେ 84 ଜଣ ସିଦ୍ଧ ଅଛନ୍ତି। ତ ସବୁ 84 ଜଣ ସିଦ୍ଧଙ୍କୁ ତ ଆମେ ମନେ ରଖିପାରିବାନି, କିନ୍ତୁ ସେଠି ଇମ୍ପୋର୍ଟାଣ୍ଟ ଆମର 4ଟି ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ ସିଲାବସରେ ଦେଇଛି। ତ କ'ଣ କ'ଣ ସିଲାବସରେ ଦେଇଛି ନା ସରହପ୍ପା, ଶବରୀପା, ଲୁଇପା ଆଉ କାହ୍ନୁପା, ଏଇ 4 ଜଣ ଇମ୍ପୋର୍ଟାଣ୍ଟ ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ ଆମେ ଡିସ୍କସନ୍ କରିବା। ଓ ସେଇ ସିଦ୍ଧାଚାର୍ଯ୍ୟଙ୍କ ଉପରେ ମୁଁ କିଛି କ୍ୱେଶ୍ଚନ୍ ଏହିପରି ଭାବରେ ବନେଇଛି ଓ ସେଇଗୁଡ଼ିକୁ ଆପଣମାନେ ପଢ଼ି ନେବେ ଏବଂ ମୁଁ ତା ବିଷୟରେ କିଛି ବୁଝେଇଦେବି ଓ ସେଗୁଡ଼ିକୁ ଆପଣ ମନ ଦେଇ ଶୁଣିବେ ଏବଂ ତାପରେ ଆମେ କ୍ୱେଶ୍ଚନ୍ ଗୁଡ଼ିକ ଡିସ୍କସନ୍ କରିବା। ପ୍ରଥମେ ଆମେ ସରହପ୍ପାଙ୍କ ବିଷୟରେ ପଢ଼ିବା। ସରହପ୍ପାଙ୍କ ବିଷୟରେ କିଛି ଜାଣିବା। ସରହପ୍ପାଙ୍କର କ୍ୱେଶ୍ଚନ୍ ଗୁଡ଼ିକ ଏଠି ବନେଇ ଦେଇଛି, ବଟ୍ ତା ବିଷୟରେ ଆମେ କିଛି ନ ଜାଣିଲେ କ୍ୱେଶ୍ଚନ୍ ଗୁଡ଼ିକ କିଛି ବୁଝିପାରିବାନି। ସେଥିପାଇଁ ସରହପ୍ପାଙ୍କ ବିଷୟରେ ଆମେ କିଛି ପଢ଼ିବା। ତ ସରହପ୍ପାଙ୍କୁ କ'ଣ କୁହାଯାଏ? ସରହପ୍ପା ହେଉଛନ୍ତି ପ୍ରଥମ ସିଦ୍ଧାଚାର୍ଯ୍ୟ। ସିଏ 84 ଯେଉଁ ସିଦ୍ଧାଚାର୍ଯ୍ୟ ଥିଲେ ସେଥିମଧ୍ୟରୁ ସେ ପ୍ରଥମ ସିଦ୍ଧାଚାର୍ଯ୍ୟ ବୋଲି ତାଙ୍କୁ ଗ୍ରହଣ କରାଯାଏ। ତାଙ୍କୁ ସେଥିପାଇଁ ପ୍ରଥମ ସିଦ୍ଧାଚାର୍ଯ୍ୟ ବୋଲି କୁହାଯାଏ ବା ଆଦି ସିଦ୍ଧ ବୋଲି ତାଙ୍କୁ କୁହାଯାଏ। ଓ ସେ ସବୁ ସିଦ୍ଧାଚାର୍ଯ୍ୟମାନେ କିଛି କିଛି ଚର୍ଯା ଗୀତିକା ଗୁଡ଼ିକ ସଂକଳନ କରିଛନ୍ତି ଓ ସରହପ୍ପା ମଧ୍ୟ କିଛି ଚର୍ଯା ଗୀତିକା ସଂକଳନ କରିଛନ୍ତି। ଓ ସେ କେଉଁ କେଉଁ ଚର୍ଯା ଗୀତିକା ସଂକଳନ କରିଛନ୍ତି ଓ କ'ଣ କ'ଣ ସେ ଲେଖିଛନ୍ତି ସେ ବିଷୟରେ ବି ଆମେ ଜାଣିବା ନିହାତି ଦରକାର। ଓ ସେ 4ଟି ଚର୍ଯା ଗୀତିକା ସଂକଳନ କରିଛନ୍ତି। କ'ଣ କ'ଣ ନା 22 ଚର୍ଯା ଗୀତିକା, 32 ଚର୍ଯା ଗୀତିକା, 38 ଚର୍ଯା ଗୀତିକା ଆଉ 39 ଚର୍ଯା ଗୀତିକା, ଏଇ 4ଟି ଚର୍ଯା ଗୀତିକା ସେ ରଚନା କରିଛନ୍ତି। କିନ୍ତୁ ସେଗୁଡ଼ିକ ମୁଁ ଟିକେ ପରେ ଜଣେଇବି, କ'ଣ କ'ଣ ରଚନା କରିଛନ୍ତି, କେଉଁଟା କେଉଁ ରାଗରେ ରଚିତ ସେଗୁଡ଼ିକ ଜଣେଇବି। ତା ପୂର୍ବରୁ ଆମେ ସରହପ୍ପାଙ୍କ ବିଷୟରେ କିଛିଟା ତଥ୍ୟ ଜାଣିବା। କେଉଁ ଗ୍ରନ୍ଥରେ କ'ଣ ବର୍ଣ୍ଣନା କରାହେଇଛି ତା ବିଷୟରେ ଆମେ ଜାଣିବା। ସିଦ୍ଧାଚାର୍ଯ୍ୟ ସରହପ୍ପାଙ୍କୁ ଅନେକ ଆଦି ସିଦ୍ଧ ବୋଲି କୁହାଯାଏ ଆମେ ଜାଣିଲେ। ତାହେଲେ ତଦ୍ଧିତୀୟ ବା ତେଙ୍ଗୁର ଗ୍ରନ୍ଥ ଅନୁସାରେ ସେ ଉଡ଼ିଆନ୍ ବା ଓଡ଼ିଶାବାସୀ ବୋଲି ଓଡ଼ିଶାର ଅଧିବାସୀ ଥିଲେ ବୋଲି ଜଣାପଡ଼ିଛି। ସେଟା କ'ଣ କେଉଁ ଗ୍ରନ୍ଥରୁ ଜଣାପଡ଼େ ନା ତାଙ୍ଗୁର ଗ୍ରନ୍ଥ ଅନୁସାରେ ଜଣାପଡ଼େ ସେ ଜଣେ ଓଡ଼ିଶାବାସୀ ବୋଲି। ଆଉ ଗୋଟେ ବିବରଣୀରୁ ବି ଜଣାପଡ଼େ, ଯେ ତାରାନାଥଙ୍କ ବିବରଣୀରୁ ବି ଜଣାପଡ଼େ ସେ ଓଡ଼ିଶାବାସୀ ବୋଲି। ତାପରେ ପାକ୍, ସୋମ୍, ଜାଙ୍ଗ୍, ଜଙ୍ଗ୍ ଏହି ଗ୍ରନ୍ଥ ଅନୁସାରେ ଜଣାପଡ଼େ ନା ସେ କେଉଁଠି ଜନ୍ମଗ୍ରହଣ କରିଥିଲେ ନା ସେ ପୂର୍ବାଞ୍ଚଳରେ ରାଞ୍ଚି ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ସେ ସେତେବେଳେ ରାହୁଳ, ସୂଚି ଆଉ ସରବଜ୍ର ଓ ପଦ୍ମବଜ୍ର ନାମରେ ପରିଚିତ ଥିଲେ। ଏଗୁଡ଼ିକ ମନେ ରଖିବ। ସେ ସେତେବେଳେ କେଉଁ ନାମରେ ପରିଚିତ ଥିଲେ? ଏଠି କ୍ୱେଶ୍ଚନ୍ ବି ଦେଇଛି, କେଉଁ ନାମରେ ସରହପ୍ପା ପରିଚିତ ଥିଲେ ନା କେଉଁ ନାମରେ ନା ରାହୁଳ ସୂଚି, ସରବଜ୍ର ଆଉ ପଦ୍ମବଜ୍ର ନାମରେ ସେ ପରିଚିତ ଥିଲେ। ସେ ଜଣେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ପିତା ଜଣେ ବ୍ରାହ୍ମଣ ଥିଲେ ଓ ମାତା ଜଣେ ଡାକିଣୀ। ତାଙ୍କ ମାତା ଥିଲେ ଡାକିଣୀ ପରିବାରର ଓ ତାଙ୍କ ପିତା ଥିଲେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଓ ସେ ବୌଦ୍ଧ ଶାସ୍ତ୍ର ଓ ବ୍ରାହ୍ମଣ ଶାସ୍ତ୍ର ଉପରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। କାରଣ ତାଙ୍କ ପିତା ବ୍ରାହ୍ମଣ ଥିଲେ, ତେଣୁ ସେ ବ୍ରାହ୍ମଣ ଶାସ୍ତ୍ର ଉପରେ ବି ପାଣ୍ଡିତ୍ୟ ଅର୍ଜନ କରିଥିଲେ ଆଉ ବୌଦ୍ଧ ଶାସ୍ତ୍ର ଉପରେ ବି ପାଣ୍ଡିତ୍ୟ ଅର୍ଜନ କରିଥିଲେ। ସେ କେଉଁ ରାଜାଙ୍କ ସମୟରେ ସେ ଗ୍ରହଣ ଦୀକ୍ଷିତ କରିଥିଲେ ନା ସେ ଓଡ଼ିଶାର ରାଜା ଗବେଷୁକଳ୍ପଙ୍କ ଦ୍ୱାରା ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ। ଓଡ଼ିଶାର ଜଣେ ସେତେବେଳେ ରାଜା ଥିଲେ ନା ସେ ଥିଲେ କ'ଣ ଗବେଷୁକ କଳ୍ପଙ୍କ ଦ୍ୱାରା ସେ ମନ୍ତ୍ରଯାନରେ ସେ ଦୀକ୍ଷିତ ହୋଇଥିଲେ। ନିଜର ଅଲୌକିକ ଶକ୍ତି ବଳରେ ସେ ରାଜା ରତ୍ନପାଳ ଓ ତାଙ୍କର ବ୍ରାହ୍ମଣ ମନ୍ତ୍ରୀକୁ ମନ୍ତ୍ରଯାନରେ ଦୀକ୍ଷିତ କରିଥିଲେ। ସେ କ'ଣ ଗବେଷୁକ କଳ୍ପଙ୍କ ଦ୍ୱାରା ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ, କିନ୍ତୁ ସେ ଦୀକ୍ଷିତ ହେଲା ପରେ ସେ କେଉଁ ରାଜାଙ୍କୁ ସେଇ ଧର୍ମରେ ଦୀକ୍ଷିତ କରିଥିଲେ ନା ସେ ରତ୍ନପାଳ
ରାଜା ରତ୍ନପାଳ ଓ ତାଙ୍କର ବ୍ରାହ୍ମଣ ମନ୍ତ୍ରୀଙ୍କୁ ମଧ୍ୟ ସେ ମନ୍ତ୍ରଯାନରେ ଦୀକ୍ଷିତ କରାଇଥିଲେ। ସରହପ୍ପା କିଛି ଦିନ ପାଇଁ ସେ ନାଳନ୍ଦା, ଏଇଟା ମନେ ରଖିବେ ଯେ ସରହପ୍ପା କେଉଁଠାରେ ବିଦ୍ୟା ଅଧ୍ୟୟନ କରିଥିଲେ ନା ସେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ କିଛି ଦିନ ପାଇଁ ଶିକ୍ଷାଦାନ ଦେଇଥିଲେ। ସେ କ'ଣ ନା ସରହପ୍ପା ନାଳନ୍ଦା ବିଶ୍ୱବିଦ୍ୟାଳୟରେ କିଛି ଦିନ ପାଇଁ ଶିକ୍ଷାଦାନ ଦେଇଥିଲେ। ସେ ମହାରାଷ୍ଟ୍ରକୁ ଯାଇ ସେଠାରେ ଜଣେ ସର ନିର୍ମାତାଙ୍କର କନ୍ୟା ସହଚର୍ଯ୍ୟରେ ସିଦ୍ଧପ୍ରାପ୍ତ ହୋଇଥିଲେ। ତାପରେ ସେ କ'ଣ କଲେ, ତାପରେ ସେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ କିଛି ଦିନ ଶିକ୍ଷାଦାନ କଲେ। ତାପରେ ସେ କ'ଣ କଲେ ନା ସେ ଯାଇକି କେମିତି ସିଦ୍ଧାଚାର୍ଯ୍ୟ ତ ଯେମିତି ହେଲେ ହେବେ ନା, ସିଦ୍ଧି ପ୍ରାପ୍ତ କରିବେ। କେମିତି କଲେ ନା ସେ ଜଣେ ସର ନିର୍ମାତାଙ୍କର କନ୍ୟା, ସର ନିର୍ମାତା ମାନେ ଯେଉଁମାନେ ସର ତିଆରି କରନ୍ତି ତାଙ୍କର ଜଣେ କନ୍ୟା ଥିଲେ ସାହଚର୍ଯ୍ୟାରେ, ତା କନ୍ୟାଙ୍କର ସାହଚର୍ଯ୍ୟାରେ ସେ କ'ଣ ସିଦ୍ଧିପ୍ରାପ୍ତ ହୋଇଥିଲେ। ସେ ଯେତେବେଳେ ସର ନିର୍ମାତାଙ୍କର କନ୍ୟା ଦ୍ୱାରା ସିଦ୍ଧି ଲାଭ କଲେ, ତାପରେ କ'ଣ କଲେ ନା ସେ ସବୁବେଳେ ସର ହସ୍ତରେ ଧରି ଭ୍ରମଣ କଲେ। କାରଣ ସେ ସର ନିର୍ମାତାଙ୍କର କନ୍ୟା ଦ୍ୱାରା ସିଦ୍ଧିପ୍ରାପ୍ତ ଲାଭ କରିଥିଲେ, ସେତେବେଳେ ସର ଧରି ସବୁବେଳେ ଭ୍ରମଣ କଲେ। ସେଥିପାଇଁ ତାଙ୍କ ନାମଟା କ'ଣ ହେଲା ନା ତାଙ୍କ ନାମଟା ସରହପ୍ପା ବୋଲି ଅନୁମାନ କରାଯାଏ। ସେ ସର ସବୁବେଳେ ହାତରେ ଧରି ଭ୍ରମଣ କଲେ, ସେଥିପାଇଁ ତାଙ୍କୁ କ'ଣ ସରହପ୍ପା ବୋଲି କୁହାଯାଏ। ତାଙ୍କର 25ଟି ତାନ୍ତ୍ରିକ ଗ୍ରନ୍ଥ ବିଦର୍ଭୀ ଭାଷାରେ ଅନୁଦିତ ହୋଇ ତାଙ୍ଗୁରେ ସ୍ଥାନିତ ପାଇଛି। ତାଙ୍କର ସେ 25ଟି ଗ୍ରନ୍ଥ କ'ଣ ତାଙ୍ଗୁର ଗ୍ରନ୍ଥରେ ସ୍ଥାନିତ ପାଇଛି। ଚର୍ଯ୍ୟା କୋଷରେ ସେ ସଂକଳିତ, ତାଙ୍କର ଯେଟା କହିଥିଲି ଚର୍ଯ୍ୟା ଗୀତି କୋଷ, ସେ ଚର୍ଯ୍ୟା ଗୀତି କୋଷରେ ତାଙ୍କର କେତୋଟି ଗ୍ରନ୍ଥ ସେ ରଚନା କରିଛନ୍ତି ସରହପ୍ପା? ଚର୍ଯ୍ୟା ଗୀତି କେତୋଟି ରଚନା କରିଛନ୍ତି ନା 4ଟି ଗ୍ରନ୍ଥ ରଚନା କରିଛନ୍ତି ନା 22, 32, 38, 39। ଏଇଟା ମନେ ରଖିବେ 22, 32 ଆଉ 38, 39 ଏଇ 4ଟି ଗ୍ରନ୍ଥ ସେ ରଚନା କରିଛନ୍ତି। ଏବେ ସେଇ 4ଟି ଚର୍ଯ୍ୟା ଗୀତି ଗୁଡ଼ିକ ଆଲୋଚନା କରିବା କ'ଣ କ'ଣ ଅଛି, ଆଉ ସେଇ 4ଟି ଚର୍ଯ୍ୟା ଗୀତି ଗୁଡ଼ିକର ନାମ କ'ଣ, ସେଟା କେଉଁ ରାଗରେ ରଚିତ ଓ ତାର ଅର୍ଥ କ'ଣ, ମୁଁ ତାକୁ ଭଲସେ ବୁଝାଇଦେବି। ତ ଫାଷ୍ଟ ଅଛି ନମ୍ବର 22 ନମ୍ବରରେ କ'ଣ ଅଛି? 22 ନମ୍ବର ଚର୍ଯ୍ୟା ଗୀତିକାଟର ନାମ ହେଉଛି ଅଚିନ୍ତ୍ୟ ଧର୍ମଚର୍ଯ୍ୟା। ତାର ନାମ ମନେ ରଖିବେ ଅଚିନ୍ତ୍ୟ ଧର୍ମଚର୍ଯ୍ୟା। ରାଗ ହେଉଛି ଗୁଜରୀ ରାଗରେ ରଚିତ। ତାର ରାଗ କେଉଁ ରାଗରେ ରଚିତ 22 ନମ୍ବରଟି ନା ଗୁଜରୀ ରାଗରେ ରଚିତ। ଆଉ ତାର ଚର୍ଯ୍ୟାଟିର ନାମ ହେଉଛି ଅଚିନ୍ତ୍ୟ ଧର୍ମଚର୍ଯ୍ୟା। ସେଇ ଚର୍ଯ୍ୟାରେ କ'ଣ ଲେଖା ହେଇଛି ଜାଣିବା। ଅପଣେ ରଚି ରଚି ଭବ ନିର୍ମାଣା, ମିଛେ ଲହ ବନ୍ଧା ବଏ ଆପଣା। ଓମ୍ ହେତୁ ଜାଣହୁ ଅଚିନ୍ତ ଜୟୀ, ଜାମ ମରଣ ଭବ କଇସଣ ହୋଇ। ଜଇସ ଜାମ ମରଣ ବିତଇସ, ଜୀବନ୍ତେ ମଇଲେ ନାହିଁ ବିଶେଷ। ଯା ଏଥୁ ଜାମ ମରଣେ ବିଶଙ୍କା, ସ କରଉ ରସ ରସାନରେ କଂସା। ଯେ ସଚାଚର ତିୟସି ଉମନ୍ତି, ତେ ଅଜାମର କିମ୍ପି ହନ୍ତି। ଜାମେ କାମ କି ଜାମ ସରହ ଭଣନ୍ତି, ଅଚିନ୍ତ ସେ ଧାମ। ଏଇ ଚର୍ଯ୍ୟା ଗୀତିକାଟା ସିଏ ରଚନା କରିଛନ୍ତି, କିନ୍ତୁ ଏଠି ଆପଣମାନେ କିଛି ବୁଝିପାରିନଥିବେ କ'ଣ ଲେଖା ହେଇଛି। ତାର ଆଧୁନିକ ରୂପାନ୍ତରୀକରଣ କରିକି ବି ଲେଖା ହେଇଛି ନା ଆପେ ରଚି ରଚି ଭାବ ନିର୍ମାଣ, ମିଛେ ଲୋକ ଆପଣାକୁ କରେ ବନ୍ଧନ। ଆମ୍ଭେ ନ ଜାଣୁ ଅଚିନ୍ତ ଯୋଗୀ, ଜନ୍ମ ମରଣ ହବ କେଶ ନ ହୋଇ। ଯେପରି ଜନ୍ମ ମରଣ ବି ସେପରି, ଜୀବନ୍ତେ ମଲେ ନାହିଁ ବିଶେଷ। ଯେ ଏଥୁ ଜନ୍ମ ମରଣେ ବିଶଙ୍କା, ସେ କରୁ ରସ ରସାୟନ ଆକାଂକ୍ଷା। ଯେ ସଚରାଚର ତ୍ରିଦିଶ ଭ୍ରମନ୍ତି, ସେ ଅଜରାମ କିମ୍ପା ନ ହୁଅନ୍ତି। ଜନ୍ମରେ କର୍ମ କି କର୍ମରେ ଜନ୍ମ, ସରହ ଭଣଇ ଅଚିନ୍ତ୍ୟ ସେ ଧର୍ମ। ତାହେଲେ ଏହାର ଅର୍ଥ କ'ଣ ବୁଝିବା। ତାର ଅର୍ଥ ହେଉଛି ନା ସାଧାରଣ ଲୋକ ନିଜର ମନର ଭାବ ଓ ନିର୍ବାଣ ରୂପକ ଦ୍ୱିବିଧ ବିକଳ୍ପ କଥା ରଚନା କରି ଦୁଇ ଛକରେ ନିଜକୁ ନିଜେ ସଂସାରର ବନ୍ଧନରେ ପକାନ୍ତି। ମାନେ ସାଧାରଣ ଲୋକମାନେ କ'ଣ ଗୋଟେ କଥା ଭାବୁଥିବେ, ପୁଣି ଆଉ ଗୋଟେ କଥା କରିବା ପାଇଁ ଚେଷ୍ଟା କରୁଥିବେ। ସେଟା ଦୁଇବିଧ, ମାନେ ଦୁଇଟା ଜିନିଷ ଚିନ୍ତା କରିକି ସେ ନିଜକୁ ନିଜ ହିଁ ସଂସାର ବନ୍ଧନ ଭିତରେ ପକାଇ ଦିଅନ୍ତି। ଏହି ବିଷୟରେ ଆମେ ଚିନ୍ତା କରୁନା,
କିନ୍ତୁ ଆମେ ଏ ବିଷୟରେ ଚିନ୍ତା କରୁନେ ଯେ ଆମେ ନିଜକୁ ନିଜେ ହିଁ ସଂସାର ବନ୍ଧନରେ ଯାଇକି ଫସି ଯାଉଛେ ନିଜେ ହିଁ। ଆମେ ଅଚିନ୍ତ ଯୋଗୀ, ଜନ୍ମ ମରଣ ସ୍ଥିତ କିପରି ହୁଏ ଜାଣୁନି। ଆମେ ହେଉଛୁ ଅଚିନ୍ତ, କିଛି ଚିନ୍ତା କରୁନି ଜନ୍ମ କିପରି ହେଉଛି, ମରଣ କିପରି ହେଉଛି, ସେ ବିଷୟରେ ଆମେ କିଛି ଚିନ୍ତା କରୁନି। ଆମ ନିକଟରେ ଜନ୍ମ ଯାହା ମରଣ ତାହା। ଆମେ ଭାବୁ ହଁ ଆଜି ଜନ୍ମ ହେଇଛେ କାଲି ମରିବୁ। ଆମେ ଭାବନା ହିଁ ସେଇଆ ଯେ ଆମେ ଜନ୍ମ ଯାହା ମରଣ ବି ସେଇଆ। ଜିଇବା ଓ ମରିବା ମଧ୍ୟରେ ପ୍ରଭେଦ ଉପଲବ୍ଧ ଆମେ କରିପାରୁନାହିଁ। ଯେଉଁମାନେ ଏ ଦୁନିଆରେ ଜନ୍ମ ମରଣ ପ୍ରତି ଭୀତ, ସେମାନେ ଦୀର୍ଘ ଜୀବ ଲାଭ ପାଇଁ ରସ ଓ ରସାୟନ ସିଦ୍ଧି କାମନା କରନ୍ତି। କାରଣ ଆମେ କ'ଣ ଜନ୍ମ ମରଣ ଆମେ ସବୁ ସମାନ ଭାବୁଛେ, କିନ୍ତୁ ସିଦ୍ଧାଚାର୍ଯ୍ୟମାନେ କ'ଣ ସେମାନେ ବୁଝିଛନ୍ତି ଯେ ଯେଉଁମାନେ ଦୁନିଆରେ ଜନ୍ମ ମରଣ ପ୍ରତି ସେମାନେ କ'ଣ ସେଟା ଜନ୍ମ ମରଣ କ'ଣ ସେମାନେ ବୁଝିଛନ୍ତି, ସେମାନେ ସେଥିପାଇଁ ରସ ରସାୟନ ସିଦ୍ଧ କାମନା କରୁଛନ୍ତି। ସଚାରରେ ଦେବଲୋକ ପର୍ଯ୍ୟନ୍ତ ଯାତାୟାତ କରିପାରୁଥିବା ଲୋକ ମଧ୍ୟ କାହିଁକି ତେବେ ଅଜରାମରେ ହୋଇପାରୁନାହାନ୍ତି? ଜନ୍ମ ହେଉଛି ଏକ କର୍ମ କି କର୍ମ ହେଉଛି ଏକ ଜନ୍ମ? ସରହପ୍ପା କହିଛନ୍ତି ନା କ'ଣ କହିଛନ୍ତି ନା ଜନ୍ମ ହେଉଛି ଏକ କର୍ମ କି କର୍ମ ହେଉଛି ଏକ ଜନ୍ମ। ଏହା ସମସ୍ୟାର ସମାଧାନ ଅଚିନ୍ତନୀୟ। ଯେ ସରହପ୍ପା ତାଙ୍କ ଗ୍ରନ୍ଥରେ କ'ଣ କହିଛନ୍ତି ଯେ ଜନ୍ମଟା ହେଉଛି କି କର୍ମ ହେଉଛି ଜନ୍ମ, ସେଟା ସେ ଠିକ୍ ସେ କ'ଣ ଜାଣିପାରିନାହାନ୍ତି, ସେଟା ସେ ଚିନ୍ତା କରିପାରିନାହାନ୍ତି। ସମସ୍ୟାର ସମାଧାନଟା ସେ ଅଚିନ୍ତନୀୟ ବୋଲି ବର୍ଣ୍ଣନା କରିଛନ୍ତି। ତାହେଲେ ଆମେ ବୁଝିଲେ 22ରେ କ'ଣ ଅଛି, ସେ ଜନ୍ମ ମରଣ ଭିତରେ ଆମେ କେମିତି ଭୀତି ନାହୁଁ, ଆମେ କେମିତି ଜାଣିନୁ। ସେ ସିଦ୍ଧାଚାର୍ଯ୍ୟମାନେ ସେମାନେ ବୁଝିଛନ୍ତି ବୋଲି ସେମାନେ ସିଦ୍ଧିପ୍ରାପ୍ତ କରିଛନ୍ତି। ଆଉ ସେ ଜନ୍ମଟା କ'ଣ କର୍ମ ନା କର୍ମ ହେଉଛି ଜନ୍ମ, ସେ ବିଷୟରେ ସେ ଅଚିନ୍ତନୀୟ, ସେ ବିଷୟରେ ସିଦ୍ଧ ମାନେ ସରହପ୍ପା ଜାଣିପାରିନାହାନ୍ତି, ସେ ଅଚିନ୍ତନୀୟ ବୋଲି ବର୍ଣ୍ଣନା କରିଛନ୍ତି। ତାପରେ ଦେଖିବା ନମ୍ବର 32। ନମ୍ବର 32ରେ ବି ଅଛି କ'ଣ ଅଛି ନା ନାଦ ନ ବିନ୍ଦୁ ନରବି ନ ଶଶୀ ମଣ୍ଡଳ, ଛ ରାଓ ସାହେବେ ମକଳ। ଆର ପଙ୍କ୍ତିଟି କହିଲି, କିନ୍ତୁ 32 ନମ୍ବରରେ କ'ଣ ଅଛି ଚର୍ଯା ଗୀତିକା, ତାର ଚର୍ଯା ଗୀତିକାଟି ଅଛି ମନଶିକ୍ଷା ଚର୍ଯା। ମନଶିକ୍ଷା ଚର୍ଯା ଏଟା ହେଉଛି ଦେଶାଖ ରାଗରେ ରଚିତ। ଏଟା ମନେ ରଖିବେ ନା 32 ନମ୍ବର ଚର୍ଯା ଗୀତିକାରେ ସରହପ୍ପାଙ୍କର ଚର୍ଯା ଗୀତିକାର ନାମ ହେଉଛି ମନଶିକ୍ଷା ଚର୍ଯା। ଆଉ ସେଟା ହେଉଛି ରାଗ କ'ଣ ତାର ଦେଶାଖ ରୀତିରେ ସେ ରଚିତ, ଦେଶାଖ ରାଗରେ ରଚିତ। ମନେ ରଖିବେ 32ଟି ହେଉଛି ମନଶିକ୍ଷା ଚର୍ଯା, ରାଗ ହେଉଛି ଦେଶାଖ ରାଗରେ ରଚିତ। ନା କ'ଣ ଅଛି ପଙ୍କ୍ତିଟି ଏବେ ଜାଣିବା। ନାଦ ନ ବିନ୍ଦୁ ନରବି ନ ଶଶୀ ମଣ୍ଡଳ, ଚିଅ ରାଓ ସହାବେ ମକଳ, ଉଜୁରେ ଉଜୁ ଛାଡ଼ିମା ଲେହୁରେ ବଙ୍କା, ନିଅଡ଼ ବହିମା ଜାହୁରେ ଲାଙ୍କ, ହାଥେରେ କାଙ୍କଣ ମା ଲଡ଼ା ଦାପଣ, ଅପଣେ ଅପା ବୁଝ ତୁ ନିୟମଣ, ପାର ଉଆଁରେ ଶୋଇ ମଜଇ, ଦୁନ୍ମନ ସାଙ୍ଗେ ଅବସରି ଯାଇ, ବାମ ଡାହିଣ ଜୋ ଖାଲ ବିଖାଲା, ସରହ ଭଣଇ ବାପା ଉକୁ ବାଟ ଭାଇଲା। ହେଲା, ଏହାର ଅର୍ଥ କ'ଣ ବୁଝିବା ନା ମୁକ୍ତ କାମନାରେ ନାଦ ବିନ୍ଦୁ ରବି ଶଣି ଆଦି ସାଧନା ଅନାବଶ୍ୟକ ଚିତ୍ତ ସ୍ୱଭାବତଃ ମୁକ୍ତ। ନା କ'ଣ କାମନା, ଆମେ ଯେଉଁ କାମନା କରିଥାଉ, କାମନାରୁ କ'ଣ ଉତ୍ପନ୍ନ ହୋଇଥାଏ? ନାଦ ବିନ୍ଦୁ ରବି ଶଣି ଆଦି ସାଧନା ଆବଶ୍ୟକ ହୋଇଥାଏ। କାମନା କଲେ ଆମେ ଏଗୁଡ଼ିକ ସାଧନା କରିଥାଉ, ଚିତ୍ତକୁ ସବୁବେଳେ ମୁକ୍ତ ରଖିଥାଉ। ସିଧା ସହଜ ବାଟ ବାଛି ସାଧନାର ଜଟିଳ ପଥରେ ଯାଅ ନାହିଁ। କାରଣ ସିଧା ଆମେ କ'ଣ କବି କହିଛନ୍ତି ଯେ ସିଧା ସହଜ ବାଟକୁ ବାଛ, କେତେବେଳେ ଜଟିଳ ବାଟକୁ ବାଛ ନାହିଁ। ସବୁ ତତ୍ତ୍ୱ ନିଜ ଭିତରେ ସବୁ ତତ୍ତ୍ୱକୁ ନିଜ ଭିତରେ ନିଜ ପାଖରେ ଅଛି। ଯେଉଁ ତତ୍ତ୍ୱ ଗୁଡ଼ିକ ଅଛି ସେଗୁଡ଼ିକ ସବୁ ଆମ ନିଜ ଭିତରେ ହିଁ ଅଛି, ସେଗୁଡ଼ିକ ଆମେ ଖୋଜିବାକୁ ଚେଷ୍ଟା କରୁନି। ଆମେ ସହଜ ବାଟଟିକୁ ନ ବାଛି ସବୁବେଳେ ଜଟିଳ ଭିତରକୁ ପଶି ଯାଉଛି। କାହିଁକି ନା ଆମ ଭିତରେ ଯେଗୁଡ଼ିକ ଅଛି ଆମେ ସେଗୁଡ଼ିକୁ ହିଁ ଜାଣିପାରୁନି। ନିଜ ପାଖରେ ଯେଗୁଡ଼ିକ ଅଛି ସେଥିପାଇଁ ଆମେ ଦୂର ଦୂରାନ୍ତରେ ଅନୁସନ୍ଧାନ କରିବା ଆବଶ୍ୟକ। ସେଥିପାଇଁ ଆମକୁ ନିଜକୁ ନିଜେ ଅନୁସନ୍ଧାନ କରିବା ଆବଶ୍ୟକ। ହାତରେ କ'ଣ ଥାଉ ଥାଉ ଦର୍ପଣର କ'ଣ, ଯେମିତି ଗୋଟେ କୁହାଯାଇଛି
ହାତରେ କଙ୍କଣ ଥାଉ ଥାଉ ଦର୍ପଣର କ'ଣ ଦରକାର? ନିଜ ମନକୁ ନିଜେ ବୁଝିଲେ ସଂସାର ସମୁଦ୍ରରେ ପାର ଉତ୍ତାର ବେଳେ ଚିତ୍ତ ନିଜେ ନିଜକୁ ରକ୍ଷା କରେ। ଯେତେବେଳେ ସଂସାର ଜଞ୍ଜାଳରେ ଆମେ ପଶି ଯାଉଛୁ, ସଂସାର ସମୁଦ୍ରରେ ଆମେ ଯେତେବେଳେ ପାର ଉତ୍ତାର ହେବାକୁ ଅତ୍ୟଧିକ ଯେତେବେଳେ କଷଣ ହେଇଯାଉଛି, ଯେତେବେଳେ ସହି ନ ପାରୁଛୁ, ସେତେବେଳେ ଆମେ ଭାବୁଛୁ ଏ ସଂସାର ଜୀବନରୁ ଆମେ କେମିତି ପାର ହେବା। ସେଇଟା ଯେ ସଂସାର ସମୁଦ୍ରରେ ପାର ଉତ୍ତାର ବେଳେ ଚିତ୍ତ ନିଜକୁ ନିଜେ ରକ୍ଷା କରେ। ସେତେବେଳେ ଯେତେବେଳେ ପାର ହେବା ପାଇଁ ଯେତେବେଳେ ନିଜ ମନରେ ଚିନ୍ତା କରିବା ଆମେ କେମିତି ପାର ଉତ୍ତାର ହେବା, ଚିତ୍ତ ସେଠି କୁହାଯାଇଛି। ସେଥିପାଇଁ କୁହାଯାଇଛି ଯେ ଚିତ୍ତଟା ନିଜେ ନିଜକୁ ରକ୍ଷା କରେ। ସଂସାରର ସମୁଦ୍ରରେ ପାର ଉତ୍ତାର ବେଳେ ଚିତ୍ତ ଯେମିତି ନିଜକୁ ନିଜେ ରକ୍ଷା କରେ। ଆପାତତଃ ସହାୟକକାରୀ ଦୁର୍ଜନ ସଙ୍ଗେ କ'ଣ? ଯେତେବେଳେ ଦୁର୍ଜନ ସଙ୍ଗରେ ଆମେ ପଡ଼ିଯାଉ, ଦୁର୍ଜନ ମାନେ ଜଣେ ଖରାପ ଲୋକଙ୍କ କଥାରେ ଆମେ ପଡ଼ିଯାଉ, ସେତେବେଳେ ବି ଚିତ୍ତ ଶାନ୍ତି ଉପସୃତ ହୁଏ। ଯେତେବେଳେ କ'ଣ ଦୁର୍ଜନ ଲୋକ ର କୁସଙ୍ଗରେ ଆମେ ପଡ଼ୁ, ସେତେବେଳେ ସେଇ ଚିତ୍ତ ହିଁ ଆମକୁ ସାହାଯ୍ୟ କରିପାରିବ, ଯେଉଁଟାକି ଆମେ ଜାଣିପାରୁନି। ଯେ ଆମ ମନ ଭିତରେ ଆମେ ଚିତ୍ତକୁ ହିଁ ଆମେ ଜାଗ୍ରତ କଲେ ସେ ଆମକୁ ସାହାଯ୍ୟ କରିପାରିବ। ଏଇ କଥାଟି ହିଁ କ'ଣ ସରହପ୍ପା ଏହି ଚର୍ଯା ଗୀତିକାରେ ବର୍ଣ୍ଣନା କରିଛନ୍ତି। କାରଣ କହିଛନ୍ତି ନା ମନ ଶିକ୍ଷା ଚର୍ଯା, ମାନେ ମନ ହେଉଛି ଆମର ସବୁ କିଛି। ମନକୁ ଆମେ ଯଦି ଆୟତ୍ତ କରିପାରିବା ଆମେ ସବୁ କିଛି କରିପାରିବା। ତ ଆମେ 2ଟି ପଢ଼ିଲେ। ତାପରେ 3 ନମ୍ବର ଚର୍ଯା ଗୀତିକାଟା କ'ଣ ଅଛି ନା 3 ନମ୍ବର ଚର୍ଯା ଗୀତିକାଟା ନୌକା ଚର୍ଯା ଅଛି। 3 ନମ୍ବର ଚର୍ଯା ଗୀତିକା ହେଉଛି କେତେ? 38 ନମ୍ବର ଚର୍ଯା ଗୀତିକାଟା ହେଉଛି କ'ଣ? ନୌକା ଚର୍ଯା। ତାଙ୍କ ଚର୍ଯା ଗୀତିକାଟାର ନାମ ହେଉଛି ନୌକା ଚର୍ଯା। ସେଟା କେଉଁ ରାଗରେ ରଚିତ? ନା ସେଟା ଭୈରବୀ ରାଗରେ ରଚିତ ହୋଇଛି। ମନେ ରଖିବେ 38 ନମ୍ବର ଚର୍ଯା ଗୀତିଟିର ନାମ ହେଉଛି ନୌକା ଚର୍ଯା। ସେଟା ଭୈରବୀ ରାଗରେ ରଚିତ ହୋଇଛି। କ'ଣ ଲେଖା ହେଇଛି ସେଠି ନା କା ଅଣା ବଡ଼ ଖାଣ୍ଟି ମଣ କେଡ଼ୁଆଳ ସଦ୍ଗୁରୁ ଚଅଣେ ଧର ପତବାଳ ଚିଅ ଥିର କରି ଧର ହୁରେ ନାଇ ଅନ ଉପାୟ ପାରଣ ଯାଇ ନୌ ବାହି ନୌକା ଟାଣ ଗୁଣେ ମେଲି ସହଜେ ଯାଇଣ ଆଣେ ବାଟ ତ ଭ ଖାଣ୍ଟି ବି ବଳା ଭବ ଉଲକେ ସବ ବି ବଳିଆ କୂଳ ଲଇ ଘରେ ସାନ୍ତେ ଉଜାଅ ସରହ ଭଣଇ ଗଅଣେ ସମାଅ। ଏଠାରେ କ'ଣ? ଏଠାରେ ନୌକା ଚର୍ଯା, ମାନେ ଏଠାରେ ନୌକା ବିଷୟରେ ହିଁ କବି ବର୍ଣ୍ଣନା କରିଛନ୍ତି। କାରଣ ନୌକାକୁ ଆମକୁ କାୟ ରୂପକ ବିଶୁଦ୍ଧ ମନକୁ ନୌକାକୁ କ'ଣ? ନୌକାକୁ କବି ଏଠାରେ କାୟା ରୂପରେ ବର୍ଣ୍ଣନା କରିଛନ୍ତି, ଆଉ ତାର ଆହୁଲାଟାକୁ ବିଶୁଦ୍ଧ ମନ ରୂପରେ ବର୍ଣ୍ଣନା କରିଛନ୍ତି। କାରଣ ବଚନ ଅନୁସାରେ ମଙ୍ଗ ଯେ ନାବିକ, ସେ ମଙ୍ଗ ଧରି ଯେତେବେଳେ ଡଙ୍ଗାକୁ ନଦୀ ପାର କରୁଥାଏ, ସେ ଯଦି ତାର ଚିତ୍ତଟିକୁ ସ୍ଥିର ନ ରଖିବ ତାହେଲେ ସେ ଠିକ୍ ଭାବରେ ନଦୀକୁ ପାର କରିପାରିବ କି? କରିପାରିବନି। ସେଇଟା ଏଠାରେ କବି କହିଛନ୍ତି ନା ତାର ବଚନ ଅନୁସାରେ ତାର ମଙ୍ଗଟାକୁ ସେ ଯେତେବେଳେ ଧରିଥାଏ, ସେ ସ୍ଥିର ଚିତ୍ତରେ ସେଇ ନୌକାକୁ ଆଶ୍ରୟ କରେ। ସ୍ଥିର ଚିତ୍ତ ହୋଇକି ନୌକାକୁ କ'ଣ ମଙ୍ଗରେ ନଦୀ ପାର କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଅନ୍ୟ ଉପାୟରେ ଭବ ସମୁଦ୍ରଠାରେ ହୋଇ ପାରିବ ନାହିଁ। କାରଣ ଯଦି ସେ ଚିତ୍ତଟିକୁ ସ୍ଥିର ନ କରିବ ସେ ନୌକାଟିକୁ ପାର କରିପାରିବ ନାହିଁ। ସେଠି କବି ଏଠାରେ ନୌକାକୁ ଆମ ଭବ ସମୁଦ୍ର, ମାନେ ଆମ ଅନ୍ତରରେ ଥିବା ଆତ୍ମା ଉପରେ ସହିତ ତୁଳନା କରିଛନ୍ତି। କିନା କ'ଣ କରିଛନ୍ତି ନା ଯଦି ଆମ ଚିତ୍ତ ସ୍ଥିର ରହିବ, ଆମେ ମନକୁ ସୁଦୃଢ଼ କରିବା, ତାହେଲେ ଆମେ ସବୁ କାମକୁ କ'ଣ ନୌକା ଯେପରି ନଦୀ ପାର ହୋଇଯାଏ, ଆମେ ବି ସେପରି ସବୁ କାମରେ କ'ଣ ସହଜରେ ଆଗକୁ ଯାଇପାରିବା। ଯେମିତି ନୌକା ଆଗକୁ ବଢ଼ିଯାଏ, ସେହିପରି ଯେ ବାଟରେ ନାନା ଭୟ ଅଛି, ଆଉ ଯଦି ଚିତ୍ତ ସ୍ଥିର କରିବା ନା ବାଟରେ ତ ବହୁତ ଭୟ ଆସିବ, ବହୁତ କ'ଣ ଖାଲ ଢିପ ଆସିବ, ସେଗୁଡ଼ିକୁ ଆମେ ଅତି ସହଜରେ ପାର ହୋଇପାରିବା। ଏଠାରେ ସେଥିପାଇଁ ନିଜ ଚିତ୍ତକୁ କବି ନୌକା ସହିତ ତୁଳନା କରିଛନ୍ତି। କେମିତି ଚିତ୍ତ ସ୍ଥିର କରି ନାଉରୀ ଯେପରି ନଦୀ ପାର ହୋଇପାରେ, ସେପରି ଆମେ ଚିତ୍ତ ସ୍ଥିର କଲେ ଆମେ କ'ଣ ବିଭିନ୍ନ ଖାଲ ଢିପ ସବୁ ଯାହା ବି ଆମ ସାମ୍ନାକୁ ଆସିବ, ନାନା ଭୟ ଆସିବ, ସବୁ କିଛିକୁ ଆମେ କ'ଣ
ନୌକା ପାର ହେଲା ପରି ଆମେ ମଧ୍ୟ ପାର ହୋଇପାରିବା। ଏହି ବିଷୟରେ ଅତି ନୌକା, ସେଥିପାଇଁ ନୌକା ଚର୍ଯା ବିଷୟରେ ସେ ଏଠାରେ ବର୍ଣ୍ଣନା କରିଛନ୍ତି। ତାପରେ ନେକ୍ସଟ ଚର୍ଯା ଗୀତିକାଟି ହେଉଛି 39 ନମ୍ବର ଚର୍ଯା ଗୀତିକାଟି। 39 ନମ୍ବର ଚର୍ଯା ଗୀତିକାରେ କ'ଣ ଲେଖା ହେଇଛି ନା ଅବିନୀତ ଚିତ୍ତ ଚର୍ଯା। ସେ ଚର୍ଯା ଗୀତିକାର ନାମ କ'ଣ ହେଉଛି ନା ଅବିନୀତ ଚିତ୍ତ ଚର୍ଯା। ଆଉ ସେଟା କେଉଁ ରାଗରେ ରଚିତ? ଏଟା ହେଉଛି ମାଳଶ୍ରୀ ରାଗରେ ରଚିତ। ଜାଣିଲେ ଆମେ 39 ନମ୍ବରଟା ହେଉଛି ଅବିନୀତ ଚିତ୍ତ ଚର୍ଯା, କେଉଁ ରାଗରେ ରଚିତ? ମାଳଶ୍ରୀ ରାଗରେ ରଚିତ। କ'ଣ ଲେଖା ହେଇଛି? ମୁଇଣେ ହବି ଦାରରେ ନିୟ ମନ ତହିଁରେ ଦାସେ, ଗୁରୁ ବଣ ବିହାରେ থাকিব ତଇଁ ଗୁଣ୍ଡ କଇସେ, ଅକଟହୁଁ ଭବ ଗହଣା ବିଙ୍ଗେ ଯାୟା ନିଲେସି, ପରେ ଭାଗେଲ ତୋହରି ବିଣାନା, ଅଦ ଭୁଅ ଭବ ମୋହର ଦିଶଇ ପର ଅପଣା, ଏଜଗ ଜଳ ପିମ୍ବାକାର ଶହେ ହେଁ ଶୁଣ ଆପଣା, ଅମିୟା ଅଛନ୍ତେ ବସି ଇଳେସିରେ ତିଅ ପର ବସେ ଅପା, ଘରେ ପରେ କା ବୁଝିଲେ ମରେ ଖଇବ ମୁଇଁଦୁ କୁଣ୍ଡବା, ସରହ ଭଣନ୍ତି ବର ଶୁଣ ଗହାଳି କି ମୋ ହୁଏ ଜଳନ୍ଦେ, ଏକେଲେ ଜଗ ନାସିୟରେ ବିରହୁଁ ଛନ୍ଦେ। ଏହାର ଅର୍ଥ କ'ଣ ନା ଏଠାରେ ବି ସେଇ କବି କ'ଣ ଅବିନୀତ ଚିତ୍ତ କଥା କହିଛନ୍ତି। ମାନେ ଏ ଜଗତଟି ହେଉଛି ମୋହମାୟା, ଆଉ ସେ ଚିତ୍ତକୁ ଆମେ କ'ଣ ସେ ଜଗତର ମୋହମାୟା ଭିତରେ ଆମେ ଏମିତି ପଶି ଯାଇଛେ ଯେ ଆମେ କ'ଣ ପର ଆପଣା ସମସ୍ତେ ଯାହାକୁ ବି ଦେଖିଲେ ସିଏ ପର ଆପଣାର ଆମେ ବିଚାର କରୁଛେ ସବୁବେଳେ, ଯେ ଆମେ କାହାକୁ ହଠାତ୍ କିନା ବିଶ୍ୱାସ କରିପାରୁନେ। କାରଣ ଆମ ଚିତ୍ତ ସବୁବେଳେ, ଆମ ମନଟି ସବୁବେଳେ ଆମକୁ ଏ ଲୋକକୁ ବିଶ୍ୱାସ କଲେ ସେ ଆମ ପାଖରୁ ଆମକୁ ଠକିଦେବ କି ସେଇ ଭାବନା ରହୁଛି, ଯାହାଫଳରେ କି ଆମ ଚିତ୍ତ ସ୍ଥିର ହେଉନି। ଜଗତର ମୋହମାୟାରେ ଆମେ କ'ଣ ପଶି ରହୁଛୁ। ସେଇଠି ଏଠାରେ କବି ସେ ତାହା ହିଁ ବର୍ଣ୍ଣନା କରିଛନ୍ତି ଯେ ଏ ଚିତ୍ତକୁ ଆମ ଚିତ୍ତଟି ହେଉଛି ଅମୃତ, କିନ୍ତୁ ଆମେ ତା ଭିତରେ ବିଷ ଭରି ଦେଉଥିବାରୁ ଆମେ କ'ଣ ଅନ୍ୟକୁ ସହଜରେ ବିଶ୍ୱାସ କରିପାରୁନି, ଯେ ଅନ୍ୟ ଉପରେ ସବୁବେଳେ ଅବିଶ୍ୱାସ କରୁଛି, ପର ଆପଣା ସବୁବେଳେ ବିଚାର କରୁଛୁ। ଏହା କବି ଏଠାରେ କ'ଣ ସରହପା ଏଠାରେ ବର୍ଣ୍ଣନା କରିଛନ୍ତି। ଆଉ ଆପଣମାନେ ମୁଁ ଆଶା କରୁଛି ଏଇ ପଂକ୍ତି ଗୁଡ଼ିକ ଆପଣମାନେ ଭଲ ଭାବରେ ବୁଝିପାରିଥିବେ। ଆଉ ଯଦି ଏଇ ପଂକ୍ତି ଗୁଡ଼ିକ ଆପଣ ପଢ଼ିବା ପାଇଁ ଚାହୁଁଛନ୍ତି ତାହେଲେ ମୁଁ ଟେଲିଗ୍ରାମରେ ଏଇ ବୁକ୍ଟିର PDF ଅପଲୋଡ଼ କରିଦେଇଛି। ଆପଣମାନେ ସେଠି ଯାଇକି ପଂକ୍ତି ଗୁଡ଼ିକ ଭଲସେ ପଢ଼ିପାରିବେ, କାରଣ ପଂକ୍ତିରେ ବି କ୍ୱେଶ୍ଚନ୍ ଆସିବ। କାରଣ ଗୋଟେ ପଂକ୍ତିର ଲାଇନ୍ ଦେଇଥିବ ସେ କେଉଁ ସିଦ୍ଧାଚାର୍ଯ୍ୟଙ୍କର ରଚନା ବୋଲି କ୍ୱେଶ୍ଚନ୍ ଆସିବ, ତେଣୁ ପଂକ୍ତି ଗୁଡ଼ିକ ଭଲସେ ପଢ଼ିନେବେ। ତ କିଛି ଏବେ କ୍ୱେଶ୍ଚନ୍ ଡିସ୍କସନ୍ କରିବା। ଯାହାବି ମୁଁ କହିଲି ତାର କିଛି କ୍ୱେଶ୍ଚନ୍ ଗୁଡ଼ିକ ଏଠି ଲେଖିଦେଇଛି, ସେଗୁଡ଼ିକ ଆଲୋଚନା କରିବା। ପ୍ରଥମ କ୍ୱେଶ୍ଚନ୍ କ'ଣ ଅଛି ନା ଏବେ ଆମେ କ୍ୱେଶ୍ଚନ୍ ଗୁଡ଼ିକ ଡିସ୍କସନ୍ କରିବା। କ'ଣ ଫାର୍ଷ୍ଟ କ୍ୱେଶ୍ଚନ୍ ଅଛି, ଯେଉଁଗୁଡ଼ିକ ଆମେ ପଢ଼ିଲେ ତାର କ୍ୱେଶ୍ଚନ୍ ଗୁଡ଼ିକ ମୁଁ କିଛି ତିଆରି କରିଦେଇଛି, ସେଗୁଡ଼ିକ ଆମେ ଆଲୋଚନା କରିବା। ନା ଚର୍ଯା ସାହିତ୍ୟର ପ୍ରଥମ ସିଦ୍ଧାଚାର୍ଯ୍ୟ କିଏ? ପଢ଼ିଲେ କିଏ ହେଉଛି ଚର୍ଯା ସାହିତ୍ୟର ପ୍ରଥମ ସିଦ୍ଧାଚାର୍ଯ୍ୟ? ନା ସରହପ୍ପା। ସରହପ୍ପାଙ୍କୁ ଚର୍ଯା ସାହିତ୍ୟର ପ୍ରଥମ ସିଦ୍ଧାଚାର୍ଯ୍ୟ ବୋଲି କୁହାଯାଏ। ଆଉ ତାଙ୍କୁ ଆଦିସିଦ୍ଧ ଭାବରେ କିଏ ପରିଚିତ? ନା ସରହପ୍ପା ହିଁ ଆଦିସିଦ୍ଧ ଭାବରେ ପରିଚିତ। ତାପରେ କେଉଁ ଗ୍ରନ୍ଥରୁ ଜଣାଯାଏ ସରହପ୍ପା ଜଣେ ଓଡ଼ିଆନବାସୀ ଥିଲେ? କେଉଁ ଗ୍ରନ୍ଥରୁ ଜଣାଯାଏ? ନା ତେଙ୍ଗୁର ଗ୍ରନ୍ଥରୁ ଜଣାଯାଏ ସରହପ୍ପା ଜଣେ କ'ଣ ଓଡ଼ିଆନବାସୀ ବା ଓଡ଼ିଶାବାସୀ। ଓଡ଼ିଆନ ଯେଟା ସେଟା ଓଡ଼ିଶାବାସୀ ମଧ୍ୟ କୁହାଯାଏ। ସେ ଓଡ଼ିଶାବାସୀ ଥିଲେ ବୋଲି ତେଙ୍ଗୁର ଗ୍ରନ୍ଥରୁ ଜଣାଯାଏ। କିଏ କହିଛନ୍ତି ସରହପ୍ପାଙ୍କର ଜନ୍ମସ୍ଥାନ ଅଡ଼ିଭିସା ମାନେ ଓଡ଼ିଶା? ତାରାନାଥ କହିଛନ୍ତି। ତାରାନାଥଙ୍କର ବିବରଣୀରୁ ଆମେ ଜାଣିଛେ ସରହପ୍ପାଙ୍କର ଜନ୍ମସ୍ଥାନ ହେଉଛି ଓଡ଼ିଶା।
କେଉଁ ଅନୁସାରେ ସେ ପ୍ରାଚ୍ୟ ନଗରୀର ରାଞ୍ଚି ନଗରୀରେ ଜନ୍ମଗ୍ରହଣ କରିଥିଲେ? ନା ପାକ୍, ସମ୍, ଜାନ୍, ଜଙ୍ଗ ଅନୁସାରେ ସେ କ'ଣ ପ୍ରାଚ୍ୟ ନଗରୀର ରାଞ୍ଚି ନଗରୀରେ ଜନ୍ମଗ୍ରହଣ କରିଥିଲେ। ସରହପ୍ପାଙ୍କର ନାମ କ'ଣ କ'ଣ ଥିଲା କହିଥିଲି? ନା ରାହୁଳ ଭଦ୍ର, ରାହୁଳ ସୂଚୀ, ସରୋଜ ବଜ୍ର, ପଦ୍ମ ବଜ୍ର। ଏଇ 4ଟି ନାମ ମନେ ରଖିବେ ଭଲସେ। ନା ସରହପ୍ପାଙ୍କର ନାମ ଥିଲା ରାହୁଳ ଭଦ୍ର, ରାହୁଳ ସୂଚୀ, ସରୋଜ ବଜ୍ର, ପଦ୍ମ ବଜ୍ର। ସରହପ୍ପା କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ? ସରହପ୍ପା କହିଥିଲି ସେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ, କାରଣ ତାଙ୍କ ପିତା ଥିଲେ ବ୍ରାହ୍ମଣ ଓ ମାତା କ'ଣ ଥିଲେ? ଡାକିନୀ ଥିଲେ। ସରହପ୍ପା କେଉଁଥିପାଇଁ ପାଣ୍ଡିତ୍ୟ ଅର୍ଜନ କରିଥିଲେ? କେଉଁଥିରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ? କାରଣ ତାଙ୍କ ପିତା ବ୍ରାହ୍ମଣ ଥିଲେ, ସେ ବ୍ରାହ୍ମଣ ଧର୍ମରେ ବି ପାଣ୍ଡିତ୍ୟ ଅର୍ଜନ କରିଥିଲେ, ଆଉ ବୌଦ୍ଧ ଶାସ୍ତ୍ରରେ ବି ମଧ୍ୟ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ସରହପ୍ପା ଓଡ଼ିଶାର କେଉଁ ରାଜାଙ୍କ ଦ୍ୱାରା ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ? ନା କ'ଣ ଚୈବେଶୁ କଳ୍ପଙ୍କ ଦ୍ୱାରା। କ'ଣ କେଉଁ ରାଜା? ନା ଚୈବେଶୁ କଳ୍ପଙ୍କ ଦ୍ୱାରା ସେ କ'ଣ ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ। ଆଉ ସେ ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ, ସେ ମନ୍ତ୍ରଯାନକୁ କେଉଁ ରାଜାଙ୍କୁ ସେ ଦେଇଥିଲେ ଏଇଟା କହିଥିଲି। କେଉଁ ରାଜା? ନା ରାଜା ସେ ମନ୍ତ୍ରଯାନରେ ଦୀକ୍ଷିତ ହୋଇଥିଲେ। ଆଉ ସେ କେଉଁ ରାଜାଙ୍କୁ ଦେଇଥିଲେ ସେଇ ମନ୍ତ୍ରଯାନ ଦୀକ୍ଷିତ କରିଥିଲେ? ନା ରାଜା ରତ୍ନପାଳ ଓ ତାଙ୍କର ବ୍ରାହ୍ମଣ ମନ୍ତ୍ରୀଙ୍କୁ ସେ କ'ଣ ନା ଏଠି ଲେଖିଦେବା। କାହାକୁ ସେ ମନ୍ତ୍ରଯାନରେ ଦୀକ୍ଷିତ କରିଥିଲେ? ନା ରାଜା ରତ୍ନପାଳ ଓ ତାଙ୍କ ମନ୍ତ୍ରୀ ଥିଲେ ବ୍ରାହ୍ମଣ, ତାଙ୍କୁ ସେ କ'ଣ ମନ୍ତ୍ରଯାନରେ ଦୀକ୍ଷିତ କରିଥିଲେ। ତାପରେ ସରହପ୍ପା କେଉଁଠାକୁ ଯାଇ ମହାମୁଦ୍ରା ସାଧନ କରିଥିଲେ? ସରହପ୍ପା ମହାରାଷ୍ଟ୍ରକୁ ଯାଇ କ'ଣ ମହାମୁଦ୍ରା ସାଧନ କରିଥିଲେ। ସରହପ୍ପା ମହାରାଷ୍ଟ୍ର ଯାଇ କେଉଁ କନ୍ୟାଙ୍କ ସହଚର୍ଯ୍ୟାରେ ସିଦ୍ଧିପ୍ରାପ୍ତ ହୋଇଥିଲେ? କେଉଁ କନ୍ୟା ଥିଲେ? ନା ସେ ସର ନିର୍ମାତାଙ୍କର କନ୍ୟା, ମାନେ ସରକାର ମାନେ ସର ନିର୍ମାତା, ଯେଉଁମାନେ ସର ତିଆରି କରନ୍ତି, ସେମାନେ ତାଙ୍କର ଜଣେ କନ୍ୟା ଥିଲେ, ତାଙ୍କର ସହଚର୍ଯ୍ୟାରେ ଆସି ସେ କ'ଣ ସିଦ୍ଧି ଲାଭ କରିଥିଲେ। ସରହପ୍ପା ସିଦ୍ଧି ଲାଭ ପରେ କେଉଁ ନାମରେ ଦୀକ୍ଷିତ ହୋଇଥିଲେ? ନା ସରହପ୍ପା ସିଦ୍ଧି ଲାଭ କଲା ପରେ କ'ଣ ସରହ ନାମରେ ଦୀକ୍ଷିତ ହୋଇଥିଲେ। ସରହ ନାମରେ କାହିଁକି ସେ ଦୀକ୍ଷିତ ହୋଇଥିଲେ? କାହିଁକି ତାଙ୍କୁ ସରହ ନାମରେ ସେ ଦୀକ୍ଷିତ ହେଲେ? କାରଣ ସେ ସବୁବେଳେ ହସ୍ତରେ ସର ଧରି ବୁଲୁଥିଲେ, ସେଥିପାଇଁ ତାଙ୍କୁ ସରହ ନାମରେ ଦୀକ୍ଷିତ ହେଲେ। ସେ କ୍ୱେଶ୍ଚନଟି ବି ଅଛି। ସରହ ଶବ୍ଦଟି ମୂଳ ଅର୍ଥ କ'ଣ? ମାନେ ସରହ ଶବ୍ଦଟିର ମୂଳ ଅର୍ଥ ଯେଉଁଠି ସେ କ'ଣ ସର ହସ୍ତ, ମାନେ ସରକୁ ହସ୍ତରେ ଧରି ବୁଲୁଥିଲେ, ସେଥିପାଇଁ ତାଙ୍କ ନାଁ ସରହ ହୋଇଥିଲା। ସରହସ୍ତ, ସଲଭ ବା ସରଘ। ବଡ଼ ସରହ କେଉଁ ନାମରେ ପରିଚିତ? ରାହୁଳ ଭଦ୍ର। ସାନ ବା ଲଘୁ ସରହ କାହାର ଶିଷ୍ୟ? ଶବରୀପାଙ୍କର ଶିଷ୍ୟ। ଚର୍ଯ୍ୟା ଗୀତିକାରେ ଲେଖକ କିଏ? ଚର୍ଯ୍ୟା ଗୀତିକା ସେତେବେଳେ କବି ଡକ୍ଟର ହରପ୍ରସାଦ ଶାସ୍ତ୍ରୀ ସେତେବେଳେ 2 ଜଣ ସରହ ଥିଲେ ବୋଲି କ'ଣ ନା ଚର୍ଯ୍ୟା ଗୀତିର ଲେଖକ ହରପ୍ରସାଦ ଶାସ୍ତ୍ରୀ ସେତେବେଳେ ସରହ ମାନେ 2 ଜଣ ସରହ ଥିଲେ ବୋଲି ଅନୁମାନ କରିଥିଲେ। ଜଣେ ଥିଲେ ବଡ଼ ସରହ ଆଉ ଜଣେ ଥିଲେ ସାନ ସରହ। ନା ସେଇ ବଡ଼ ସରହଙ୍କର ନାମ ଥିଲା ରାହୁଳ ଭଦ୍ର, ଆଉ ତାଙ୍କୁ ତ ସାନ ସରହ ବୋଲି କୁହାହେଉଥିଲା। ବଡ଼ ସରହଙ୍କର ନାମ କେବଳ ଥିଲା ରାହୁଳ ଭଦ୍ର। ସାନ ବା ଲଘୁ ସରହ କାହାର ଶିଷ୍ୟ ଥିଲେ? ସେ ସାନ ସରହ ଥିଲେ ଶବରୀପାଙ୍କର ଶିଷ୍ୟ। ଆଉ ଜଣେ ସିଦ୍ଧାଚାର୍ଯ୍ୟ ଆମେ ପଢ଼ିବା, ଆଉ ଜଣେ ସିଦ୍ଧାଚାର୍ଯ୍ୟଙ୍କର ନାମ ପଢ଼ିବା। ସିଏ ଥିଲେ କ'ଣ ଶବରୀପା ଥିଲେ। ସିଏ ହେଉଛି କାହାର ଶିଷ୍ୟ? ସାନ ଲଘୁଙ୍କର, ମାନେ ଲଘୁ ସେଇ ସାନ ସରହଙ୍କର ଶିଷ୍ୟ ଥିଲେ କିଏ? ଶବରୀପା। ଚର୍ଯ୍ୟା ଗୀତିକାର ଲେଖକ କିଏ? ମାନେ ସମ୍ଭବତଃ ସାନ ସରହ ବୋଲି ଚର୍ଯ୍ୟା ଗୀତିକାର ଲେଖକ ବୋଲି କୁହାଯାଏ। ତେଙ୍ଗୁର ତାଲିକାରେ ସରହ ଭଣିତାରେ କେତୋଟି ତାନ୍ତ୍ରିକ ଗ୍ରନ୍ଥ ମିଳେ? କେତୋଟି ମିଳେ? 25ଟି ଗ୍ରନ୍ଥ ମିଳିଥାଏ। ତେଙ୍ଗୁର ତାଲିକା ତାନ୍ତ୍ରିକ ଗ୍ରନ୍ଥର ସରହପ୍ପାଙ୍କୁ କେଉଁ ରୂପରେ ଆଖ୍ୟାୟିତ କରାଯାଇଛି? ନା ତାଙ୍କୁ ମହାଯୋଗୀ କୁହାଯାଇଛି, ଯୋଗେଶ୍ୱର କୁହାଯାଇଛି, ମହାବ୍ରାହ୍ମଣ କୁହାଯାଇଛି, ମହାଆଚାର୍ଯ୍ୟ କୁହାଯାଇଛି। ସାଧନା ମାଳାରେ ସରହ
ଅପାଙ୍କ କେଉଁ କେଉଁ ଦୁଇଟି ସାଧନା ମିଳେ? ନା କେଉଁ କେଉଁ ଦୁଇଟି? ନା ଭକ୍ତ ଲୋକେଶ୍ୱର ଆଉ କ'ଣ? ଭକ୍ତ ଲୋକେଶ୍ୱର ଓ ତ୍ରୈଲୋକ୍ୟ ବଶଙ୍କର ଉପାସନା ସମ୍ବନ୍ଧିତ ସାଧନା ଦୁଇଟି ମିଳିଥାଏ। ସରହପ୍ପା ଚର୍ଯାଗୀତି ବ୍ୟତୀତ କ'ଣ ରଚନା କରିଥିଲେ? ସରହପ୍ପା କେବଳ ଚର୍ଯାଗୀତି ରଚନା କରିନାହାନ୍ତି, ସେ ଦୋହା ମଧ୍ୟ ରଚନା କରିଛନ୍ତି। ସରହପ୍ପାଙ୍କର ଦୋହା ଗୁଡ଼ିକର ନାମ କ'ଣ କ'ଣ? ସେ ତ ଦୋହା ରଚନା କରିଛନ୍ତି, ତାର ଦୋହା ଗୁଡ଼ିକର ତ ନାମ ଆମେ ଜାଣିବା। ନା ଦୋହା କଷ ଗୀତିକା, ଦୋହା କଷ ଚର୍ଯାଗୀତିକା, ଦୋହା କଷ ଉପଦେଶ ଗୀତି, ତିନୋଟି ଗ୍ରନ୍ଥର ସେ ରଚୟିତା। ସରହପ୍ପା କେତୋଟି ଚର୍ଯା ରଚନା କରିଥିଲେ? ନା 4ଟି ଚର୍ଯା ରଚନା କରିଥିଲେ। ସେଗୁଡ଼ିକ କହିଥିଲି 22, 32, 38 ଆଉ 39। ଦେଖ 22ରେ କ'ଣ, ମୁଁ ଟିକେ ସର୍ଟରେ ଲେଖିଦେଇଛି ତାକୁ। 22ରେ କ'ଣ ଅଛି? 22ର ଚର୍ଯାର ନାମ ଅଚିନ୍ତ୍ୟ ଧର୍ମ ଚର୍ଯା। ତାର ରାଗ ହେଉଛି କ'ଣ? ଗୁଜରୀ ରାଗରେ ସେ ରଚିତ। ତ ସେଠାରେ କ'ଣ ବର୍ଣ୍ଣନା କରାଯାଇଛି? ଜନ୍ମ ମରଣ ବିଷୟରେ ବର୍ଣ୍ଣନା କରାଯାଇଛି। ଆଉ ମନଶିକ୍ଷା ଚର୍ଯା, 32 ଚର୍ଯାର ନାମ ହେଉଛି ମନଶିକ୍ଷା ଚର୍ଯା। ରାଗ ହେଉଛି ଦେଶାଖ ରାଗରେ ରଚିତ। ମୁକ୍ତି ଓ କାମନା ବିଷୟରେ ବର୍ଣ୍ଣିତ। ଏଠାରେ କ'ଣ ବର୍ଣ୍ଣନା ହୋଇଛି? ନା ମୁକ୍ତି, କେମିତି ମୁକ୍ତି ପାଇବା, କାମନା କେମିତି ଜାଗ୍ରତ ହୁଏ, ତା ବିଷୟରେ ଏଠି ବର୍ଣ୍ଣନା କରାଯାଇଛି। 38ରେ ନୌକା ଚର୍ଯା ପଡ଼ିଥିଲେ। ତ ରାଗ ହେଉଛି ଭୈରବୀ ରାଗରେ ରଚିତ। ସେଠାରେ କ'ଣ ବର୍ଣ୍ଣନା କରାଯାଇଛି? ନା କାୟା ରୂପକ ନୌକାକୁ କବି ଶରୀର ସହିତ ତୁଳନା କରିଛନ୍ତି ଏବଂ ମନକୁ ହେଉଛି, ଆହୁଲାକୁ ହେଉଛି ମନ ସହିତ, ଆମର ବିଶୁଦ୍ଧ ମନ ସହିତ ତୁଳନା କରିଛନ୍ତି। 39 ଅବିନୀତ ଚିତ୍ତଚର୍ଯା, ଏଟା ହେଉଛି ମାଳଶ୍ରୀ ରାଗରେ ରଚିତ। ମନ କିପରି ସ୍ଥିର ନ ରହି ସ୍ୱପ୍ନ ରାଇଜରେ ଘୁରି ବୁଲେ। ମନଟା କେମିତି ସ୍ଥିର ରୁହେନି, ମନଟା ସବୁବେଳେ ସ୍ଥିର ନଥାଏ, ସେ ସବୁବେଳେ ସ୍ୱପ୍ନ ରାଇଜରେ ଘୁରି ବୁଲେ। ସେଥିପାଇଁ ସେ ପର ଆପଣା ସବୁବେଳେ ବିଚାର କରୁଥାଏ। ତା ବିଷୟରେ ଏଠାରେ କବି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ଆପଣମାନଙ୍କୁ ଯଦି ଏଇ କ୍ଲାସ୍ଟି ଭଲ ଲାଗିଥାଏ ତାହେଲେ ମୋ ଚ୍ୟାନେଲକୁ ସେୟାର କରିବେ ଏବଂ ଏହି ବୁକ୍ଟିର PDFଟି ମୁଁ ଟେଲିଗ୍ରାମ ଚ୍ୟାନେଲରେ ଦେଇଦେଇଛି। ତାକୁ ଓପନ୍ କରିକି ଆପଣମାନେ ସେଇ ଗୀତିକା ଗୁଡ଼ିକ, ଚର୍ଯା ଗୀତିକା ଗୁଡ଼ିକ ଲେଖିନେବେ ଓ ତାକୁ ଭଲସେ ମନେ ରଖିବେ ପଙ୍କ୍ତି ଗୁଡ଼ିକ, କାରଣ ପଙ୍କ୍ତି ଗୁଡ଼ିକ ବି କ୍ୱେଶ୍ଚିନ୍ରେ ଆସିପାରେ। କାରଣ ଏଇଟା ପ୍ରଥମ ଏକ୍ଜାମ୍ ହେଉଛି ନା, ତ କ'ଣ କ୍ୱେଶ୍ଚିନ୍ ଆସିବ ସେଟା କହିହେବନି ନା, ତେଣୁ ପଙ୍କ୍ତି ଗୁଡ଼ିକ ଆମେ ମନେ ରଖିଦେଲେ ଆମେ ଏକ୍ଜାମ୍ରେ ଆନ୍ସର୍ ଦେଇପାରିବା। ସେଥିପାଇଁ ପଙ୍କ୍ତି ଗୁଡ଼ିକ PDFଟି ଡାଉନଲୋଡ଼ କରି ସେଟା ପଢ଼ି ନେବେ, ଭଲସେ ପଢ଼ି ନେବେ। ସେଟା ଟେଲିଗ୍ରାମ ଚ୍ୟାନେଲରେ ଅଛି, ଓଡ଼ିଶା ପାଠଶାଳା ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ଏବଂ ଏ କ୍ଲାସ୍ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଏମିତି ନେକ୍ସଟ କ୍ଲାସ୍ ପାଇଁ ମୋତେ ସପୋର୍ଟ କରନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍, ସେୟାର ଆଣ୍ଡ ଲାଇକ୍ କରନ୍ତୁ। ଥ୍ୟାଙ୍କ ୟୁ।